ଆପଣ କ'ଣ ଅନ୍ୟ ଜଣଙ୍କ ପ୍ରତି ଏମିତି ମନୋଭାବନା ରଖିଛନ୍ତି? ଯଦି ରଖିଛନ୍ତି ନା, ତେବେ କେବେ ବି ରଖିବେନି। ଯଦି ଏମିତି ମନୋଭାବନା ଆପଣ ରଖନ୍ତି, ତେବେ ନିଶ୍ଚିନ୍ତ ଆପଣ ସେଇ ଅସୁବିଧାର ସମ୍ମୁଖୀନ ହେବେ। ଆପଣ ଅର୍ଥାତ୍ ଆପଣଙ୍କ ପାଇଁ ଅନ୍ୟମାନେ ବି ସେମିତି ଭାବନା ରଖିବେ। କଥାରେ ଅଛି ନା, ଯଦି ଅନ୍ୟମାନଙ୍କ ପାଇଁ ଗାତ ଖୋଳିବେ, ସେ ଗାତରେ ଆପଣ ପଡ଼ିବେ। କଥା ତ କ'ଣ ନିଶ୍ଚୟ କହିବି। ତେବେ ଅର୍ପଣ ଷ୍ଟାରକୁ ଆପଣମାନଙ୍କର ମଙ୍ଗଳ କାମନା କରି ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ସାମାନ୍ୟତମ ଲେଖିକା ଅନ୍ନପୂର୍ଣ୍ଣା ମହାନ୍ତି। ହଁ, ଅର୍ପଣ ଷ୍ଟାର ଗୋଟେ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍। ଏଥିରେ ଆପଣ ଗୀତ, ଭିଡ଼ିଓ, କମେଡ଼ି ଭିଡ଼ିଓ ଆଉ ଆପଣମାନଙ୍କ ଭଲ ପାଇବା ରହିଛି ବୋଲି ମୁଁ କିଛି କିଛି କହିପାରୁଛି। କିନ୍ତୁ ହଁ, ଆପଣ ଦେଖୁଛନ୍ତି, ବୁଝୁଛନ୍ତି, ସବସ୍କ୍ରାଇବ୍ କରୁଛନ୍ତି, କିନ୍ତୁ କମେଣ୍ଟସଟେ ଦେଉନାହାନ୍ତି, ଯେଉଁଟାକି ମୋ ପାଇଁ ନିତ୍ୟାନ୍ତ ମନୋବଳ ବଢ଼େଇବ। ସବସ୍କ୍ରାଇବ୍ ନ କରନ୍ତୁ ନାହିଁ, କିନ୍ତୁ କମେଣ୍ଟସ୍ ତ ଦିଅନ୍ତୁ ପ୍ଲିଜ୍। ତେବେ କଥା କ'ଣ ନା, ଯଦି କାହାକୁ ଆପଣ ଘୃଣା କରୁଛନ୍ତି ତ କରନ୍ତୁ, କିଛି ଅସୁବିଧା ନାହିଁ। କାରଣ ଏମିତି ମାନେ ନାହିଁ ଯେ ଆମକୁ ସମସ୍ତେ ଭଲ ଲାଗିବେ। ତେବେ ଯଦି ଘୃଣା ଭାବ ରଖୁଛନ୍ତି, ତେବେ ଘୃଣା କରନ୍ତୁ ବା ତା ସାଙ୍ଗେ ନ ମିଶନ୍ତୁ, ଅଲଗା କଥା। କିନ୍ତୁ ମନରେ କପଟ ରଖି ଉପରେ ଭଲ ପାଇବାର ଅଭିନୟ କେବେ ବି କରନ୍ତୁନି। ଯେମିତିକି ଗୋଟେ ଗଛର ଚେର କାଟିକି ତା ଉପରେ ପାଣି ଛିଞ୍ଚିବା। ଏହା କରିବା ଦ୍ୱାରା ଆମେ ନିଶ୍ଚିନ୍ତ ଅସୁବିଧାର ସମ୍ମୁଖୀନ ହେବା, ଆଉ ଭଗବାନ ନିଶ୍ଚିନ୍ତ ଅସନ୍ତୁଷ୍ଟ ରହିବେ ବା ଆମର ଅମଙ୍ଗଳ ହିଁ ହେବ। ତେବେ ଯାହାକୁ ଭଲ ପାଉଛନ୍ତି ପାଆନ୍ତୁ, ଯାହାକୁ ଘୃଣା କରୁଛନ୍ତି କରନ୍ତୁ, କିନ୍ତୁ ମନରେ କପଟ ଭାବ କେବେ ବି ରଖନ୍ତୁନି। ଆଉ ହଁ, ଆଉ ଗୋଟେ କଥା, ଏଇ ଯେଉଁ ଭଲ ପାଇବା ସ୍ନେହ ମମତା ନେଇ ମୁଁ କହୁଛି, ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ଭଲ ପାଇବା ଆଉ ସ୍ନେହ ମମତା ରଖିବା ନିହାତି ଆବଶ୍ୟକତା। ଯେମିତିକି ଯଦି ଗୋଟେ ଯୁବକ ଯୁବତୀକି ଭଲ ପାଉଛି ଆଉ ଯୁବତୀ ଯୁବକକୁ ଭଲ ପାଉଛି, ପରସ୍ପର ପ୍ରତି ନିଃସ୍ୱାର୍ଥପର ଭାବନା ରଖିବା ଉଚିତ। ଯୁବତୀଟି ଚିନ୍ତା କରିବା ଉଚିତ, ଗୋଟେ ପୁଅ କେତେ କଷ୍ଟରେ ତା ବାପା ମା ତାକୁ ଏଡ଼ିକିରୁ ଏଡ଼ିଟେ କରିଛନ୍ତି, ତାକୁ କୋଅପରେଟ୍ ଭାବନା ରଖିବା ଉଚିତ। ତା କ୍ୟାରିୟର କ୍ଷେତ୍ରରେ ତାକୁ ସହଯୋଗ କରିବା ଉଚିତ, ଯେମିତି ସେ ଆଉ ଗୋଟେ ଭଲ ମଣିଷ ହେଇପାରିବ। ସେମିତି ଗୋଟେ ଯୁବକ ବି ଯୁବତୀ ପ୍ରତି ରଖିବା ଉଚିତ। ନିଜ କ୍ୟାରିୟର ଗଢ଼ନ୍ତୁ, ତାପରେ ଭଲ ପାଆନ୍ତୁ ଆଉ ସୁଖ ଦୁଃଖ। ଏମିତି ଗୋଟେ ଘଟଣାକୁ ନେଇ ଗୋଟେ ଗୀତଟିଏ କରିଛି, ତୋର ଅଧାକୁ ମୋର ଅଧା। ନିଶ୍ଚୟ ଦେଖନ୍ତୁ, ଆପଣଙ୍କର ମତାମତ ଦିଅନ୍ତୁ। ମୁଁ ରିଲେଟେଡ୍ ଭିଡ଼ିଓରେ ଆପଣମାନଙ୍କୁ ଲିଙ୍କ୍ସ ଦେଇଦେଉଛି। ଶେଷରେ ଆପଣମାନଙ୍କର ମଙ୍ଗଳ କାମନା କରି ଆପଣଙ୍କଠାରୁ ବିଦାୟ ନେଉଛି। ହଁ, କପଟ ଭାବ କାହା ପ୍ରତି ରଖିକି ଉପରେ ଭଲ ପାଇବାର ଅଭିନୟ କେବେ ବି କରନ୍ତୁନି। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ସମସ୍ତଙ୍କଠାରୁ ବିଦାୟ ନେଉଛି, ରହୁଛି। ଆପଣମାନଙ୍କ ଭଲ ପାଇବା ରହିଲେ ମୁଁ ଏମିତି କିଛି କିଛି କହୁଥିବି। ରହୁଛି, ନମସ୍କାର।